ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ଟପିକ୍ ଉପରେ ମୁଁ କହିବି ସେଟା ହେଲା, ମୁଁ ଆଗରୁ ବି ତା ବିଷୟରେ କହି ରଖିଛି, ଆଜି ଟିକେ ଏଲାବୋରେଟ୍ କରିବି। ସେ ହେଲା ପାଞ୍ଜି ଉପରେ। ଆଗରୁ ଗୋଟେ ମୁଁ ଭିଡ଼ିଓ କରିଥିଲି ଯେଉଁଥିରେ ମୁଁ ଲେଖିଥିଲି କି ଯେଉଁ ପାଞ୍ଜିରେ ବହୁମତ ରହୁଛି ସେଇଟା ଗୋଟେ ରହିବା ଉଚିତ ନୁହେଁ। এটা କାହିଁକି ଉଚିତ ନୁହେଁ ସେ ସନ୍ଦର୍ଭରେ ମୁଁ ରାଷ୍ଟ୍ରୀୟ ପଞ୍ଚାଙ୍ଗ କଥା କହିଥିଲି। ଆଜି ମୁଁ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଉପରେ ଟିକେ ଆପଣଙ୍କୁ ଡିଟେଲ କହୁଛି। କିଛି ଦିନ ତଳେ ଗୋଟେ ୱେବିନାର ହେଇଥିଲା ଯେଉଁଥିରେ କି ଭଲ ପାଞ୍ଜିକା ଗଣନାକାରମାନେ ଥିଲେ ଏବଂ ସେଥିରେ ବି ଜିନିଷଟା ଏତେ ଏଲାବୋରେଟଲି କୁହାହେଇନଥିଲା। ସେଇ ସମାନ ଜିନିଷ ଡିସ୍କସନ୍ ହେଇଥିଲା ଏବଂ ଜଣେ ପାର୍ଟିସିପେଟ୍ କରୁଥିଲେ। ମୋତେ ଭାରି ଦେଖିକି ଦୁଃଖ ଲାଗିଲା ଯେ ସେମାନେ ଗୋଟେ ବେସିକ୍ ନଲେଜ ନାହିଁ ଯେ ରାଷ୍ଟ୍ରୀୟ ପଞ୍ଚାଙ୍ଗ କ'ଣ ଇତ୍ୟାଦି ଇତ୍ୟାଦି। ଯଦିଓ ଓଡ଼ିଶାରେ ପାଞ୍ଜିର ଭେରିଏସନ୍ ଉପରେ ସେଠି ଚର୍ଚ୍ଚା ହେଇଥିଲା। ତ ପ୍ରଥମେ ମୁଁ କହି ରଖୁଛି ସେଇ ବିଷୟରେ ଯେ ରାଷ୍ଟ୍ରୀୟ ପଞ୍ଚାଙ୍ଗଟା କ'ଣ, କାହିଁକି ହେଇଥିଲା, କ'ଣ ପାଇଁ ସେଟା ହେଲା। ଦେଖନ୍ତୁ, ଆପଣଙ୍କର ରାଷ୍ଟ୍ରୀୟ ପଞ୍ଚାଙ୍ଗ ବାହାର କରୁଛି କିଏ ଜାଣିଛନ୍ତି? ରାଷ୍ଟ୍ରୀୟ ପଞ୍ଚାଙ୍ଗ ବାହାର କରୁଛି ଏଇ ଯେଉଁ ଆପଣ IMD ଡିପାର୍ଟମେଣ୍ଟ କହୁନାହାନ୍ତି, ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ। ସିଏ ଇଟ୍ ଇଜ୍ ଏ ଡିପାର୍ଟମେଣ୍ଟ ଅଣ୍ଡର ମିନିଷ୍ଟ୍ରି ଅଫ୍ ଆର୍ଥ ସାଇନ୍ସ। କିଛି ଗୋଟେ ଡିପାର୍ଟମେଣ୍ଟକୁ ନେଇକି ଗୋଟେ ମିନିଷ୍ଟ୍ରି ହେଇଥାଏ। ଯେମିତିକି ଆଗରୁ ସେ ମିନିଷ୍ଟ୍ରି ଅଫ୍ ଏଗ୍ରିକଲଚର ଭିତରେ ଆପଣଙ୍କର ଫିସରୀ ସେ ଗୁଡ଼ା ଆସିଥିଲା। ଛାଡ଼ନ୍ତୁ, ମୁଁ ତ ଗୋଟେ ଗଭର୍ଣ୍ଣମେଣ୍ଟରେ କନସଲଟାଣ୍ଟ ଥିଲି, ତାକୁ ଆପଣ ଡିପାର୍ଟମେଣ୍ଟ ଷ୍ଟ୍ରକ୍ଚର କ'ଣ ବୁଝାଉଛି ମୁଁ ଆପଣଙ୍କୁ। ତ ସିଏ IMD ବାହାର କରେ ରାଷ୍ଟ୍ରୀୟ ପଞ୍ଚାଙ୍ଗ। ତେଣୁ ଏଇଟା କମ୍ପ୍ଲିଟଲି ସାଇଣ୍ଟିଫିକ୍, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏଟା ବାହାର କରେ। ଏବଂ ସ୍ପେସିଫିକାଲି ଆପଣ ଦେଖିବେ ଗୋଟେ ମିନିଷ୍ଟ୍ରି ଅଣ୍ଡରରେ, ଡିପାର୍ଟମେଣ୍ଟ ଅଣ୍ଡରରେ ଗୋଟେ ସ୍ପେସିଫିକାଲି ଗୋଟେ ୟୁନିଟ୍ ତିଆରି କରାହେଲା। ସେଟା କୁହାହେଲା ପୋଜିସନାଲ ଆଷ୍ଟ୍ରୋନୋମି ସେଣ୍ଟର। କ'ଣ? ପୋଜିସନାଲ ଆଷ୍ଟ୍ରୋନୋମି ସେଣ୍ଟର ବା PAC, ଯେଉଁଟାକି କାଲକାଟାରେ ଅବସ୍ଥିତ, ସଲ୍ଟ ଲେକ୍ରେ। ମୁଁ ଯାଇଛି, ଦେଖିଛି। କାରଣ ସେମାନେ କେତେ ଜିନିଷ ପବ୍ଲିଶ କରନ୍ତି, ଖାଲି ପଞ୍ଚାଙ୍ଗ ନୁହେଁ। ଏଫିମୋରିସ୍, ତା ବିଷୟରେ କେବେ ଚର୍ଚ୍ଚା କରିବା। ଏଫିମୋରିସ୍ କ'ଣ ଆଜିକା ପାଇଁ ଜାଣିଥାନ୍ତୁ ଯେ ସେଇ ପାଞ୍ଜିର ଗୋଟେ ଆଡ଼ଭାନ୍ସ ଜିନିଷ ବା ଏଫିମୋରିସ୍, ଯେଉଁଥିରେ କି ସବୁ ଗୋଟେ ଗ୍ରହ ଗୁଡ଼ାକର ଡିଗ୍ରୀ ଫିଗ୍ରୀ ଦିଆହେଇଥାଏ। ତ ସନ୍ ସେଟ୍ କେବେ ହେବ, ସନ୍ ରାଇଜ୍ କେତେବେଳେ ହେବ, ସେମାନେ ଗୋଟେ ମୁନ୍ ସେଟ୍ ମୁନ୍ ରାଇଜ୍ ବି କାଢ଼ନ୍ତି, ଯେଉଁଟାକି ଆପଣଙ୍କର ଏକ୍ଜାକ୍ଟଲି ସନସେଟ୍ ସନରାଇଜ୍ ସହିତ ସମାନ ନୁହେଁ। ତେଣୁ ସନସେଟ୍ ସନରାଇଜ୍, ମୁନସେଟ୍ ମୁନରାଇଜ୍ ଟେବୁଲ, ଏଫିମୋରିସ୍ ଏବଂ ରାଷ୍ଟ୍ରୀୟ ପଞ୍ଚାଙ୍ଗ, ଏ ତିନିଟା ଜିନିଷ ବାହାର କରେ ପୋଜିସନାଲ ଆଷ୍ଟ୍ରୋନୋମି ସେଣ୍ଟର ବା PAC, ଯେଉଁଟାକି କାଲକାଟାରେ ଅବସ୍ଥିତ। ଆଉ ମୋଷ୍ଟଲି ଦିସ୍ ଇଜ୍ ରୁଲ୍ଡ ବାଇ ବେଙ୍ଗଲୀ ପିପୁଲ। ମୁଁ କାହାକୁ ବିଲିଟିଲ୍ କରୁନାହିଁ। ଆମ ପଡ଼ୋଶୀ ରାଜ୍ୟ, ତାର ଡାଇରେକ୍ଟର ଗୁଡ଼ା ଦେଖିବେ ସବୁ ବେଙ୍ଗଲୀ ମାନେ ଅଛନ୍ତି। ଯେମିତି ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟଟାକୁ ମୁଁ ଯେଉଁ ମେମ୍ବର ଥିଲି, ତ ସେଠି ବି ଯେମିତି ଟିକେ କାଲକାଟାରେ ଥିବାରୁ, ତେଣୁ ଏଠି ଆପଣ ତା ୱେବସାଇଟ୍ରେ ଯିବେ, ଆପଣଙ୍କୁ ହିନ୍ଦୀ ଇଂଲିଶ ଛଡ଼ା ବେଙ୍ଗଲୀ ଲାଙ୍ଗୁଏଜ୍ ବି ମିଳିବ। ଆ ପଛରେ କିଛି ଇତିହାସ ବି ରହିଛି। ଯେମିତି ଆଜିକା ଡେଟ୍ରେ ଆମେ ପଞ୍ଚାଙ୍ଗକୁ ନେଇକି ପାଟିତୁଣ୍ଡ କରୁଛନ୍ତି, ତା କାରଣ କାହିଁକି? ତା କାରଣ ହେଲା କି ଯେଉଁ ପାରାମିଟର୍ସ ଗୁଡ଼ାକୁ ନେଇକି ପଞ୍ଚାଙ୍ଗ ତିଆରି ହୁଏ ସେଟା ଗୋଟେ ଫିକ୍ସଡ ନୁହେଁ ବା ନଥିଲା କେପର୍ଯ୍ୟନ୍ତ, ଯେଉଁ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପଞ୍ଚାଙ୍ଗ ବାହାରି ନଥିଲା। ରାଷ୍ଟ୍ରୀୟ ପଞ୍ଚାଙ୍ଗ ବାହାରିବାର କେବଳ ଗୋଟିଏ ଉଦ୍ଦେଶ୍ୟ ହେଲା ଯେ ପାଞ୍ଜି ଗୁଡ଼ାକରେ ଯେଉଁ ଡେଟ୍ ଏପଟ ସେପଟ ହେଉଛି ଆଉ ନ ହଉ। ରିପିଟ୍ କରି କହୁଛି, ଆପଣ ସେଇ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ୱେବସାଇଟ୍କୁ ଯାଇକି ଦେଖିପାରିବେ। ରାଷ୍ଟ୍ରୀୟ ପଞ୍ଚାଙ୍ଗ ବାହାରିବାର ଗୋଟିଏ ଉଦ୍ଦେଶ୍ୟ ହେଲା କି ପଞ୍ଚାଙ୍ଗରେ ଯେଉଁ କାଲକୁଲେସନ୍ସ ଗୁଡ଼ା ଭୁଲ ଭାଲ ହେଉଛି ସେଗୁଡ଼ା ନ ହଉ। ହବନି, ଆମେ ଯଦି ଗୋଟିଏ ଟାଇମ୍ ଫିକ୍ସ କରିକି ଧରିବା ହବନି।
किंतु जोटे सनराइज सनसेट टाइम आम डेली बेस्ट दौचे बा डेली रे सेटा एक्जाक्टली इक्वाल टू नुहे सिक्किम पे। तेणु सिक्किम लोक एरिया पंचांग काला सनसेट सनलाइट नहीं गले जोटा नवा कथा नुहे ने मैंने रिजनल वेरिएशन ऑब्वियस। गोटे पोजिशनल एस्ट्रोनोमीटा इज ऑलवेज बेस्ड ऑन पोजिशन। आमर पृथ्वी प्लेस गुड़ा पोजिशन सेलेस्टियल बॉडी गुड़ाक पोजिशन। तेणु आपणकर सनसेट सनराइज जहाँ हूँ राजस्थान रे सेटा इक्वाल टू हम नहीं सिक्किम माने मु आपणकर जोटा आमर कह जाए यूनिवर्सल टाइम कोऑर्डिनेट यूटीसी आगुटे आम ग्रीनविच मीन टाइम कह जाऊला यूटीसी कह जाउची। तो सेटा जब आम देखा से अनुसार आप टाइम भी वेरिएशन हम। तो सेमिति न नहीं गोटे सनसेट सनराइज टाक फॉलो करने राष्ट्रीय पंचांगटा तैयारी होता एवं एटा बहुत आगुरी भी हेलानी। एबेठू नुहे डिपार्टमेंटा बोधे हो गला 1957 ना 58 हेलानी। ये जो पोजिशनल एस्ट्रोनॉमी सेंटरटा से समय कि आउ टिके आगुरी मिनिस्ट्री ऑफ अर्थ साइंस डिपार्टमेंटा तो ब्रिटिशर्स को समय से भी थिला बोली से क्लेम करिया कथा से जहाँ भी होना कहीं किंतु बहुत दिन है माने हेलानी किंतु सिस्टमेटिकली एबे बाहरुछ। आपन तो वेबसाइट को जाई देखिए मत लगुच मुझे 10 वर्ष पुराना डाटा पाइगली। तो राष्ट्रीय पंचांगटा पुणी कौन भितर को जावा आपन ए पांजी मानकर देखिए सूर्योदय सूर्यास्त अच्छी से बुधोदय बुधास्त अच्छी बा बुध केतବେଳେ उदय होची बुध केतବେଳେ अस्त होची ना बृहस्पति केतବେଳେ उदय होची केतବେଳେ अस्त होची ना कारण खाली आखु देखा जीवेनी ग्रह गुड़ा गुड़ा कौन दरकार किंतु जेमती सूर्योदय सूर्यास्त चंद्रोदय चंद्र अस्त होची जोटा कि आम खाली आखु देखि पारुची से भाया अन्य ग्रह गुड़ा भी होउछन्ति। बुध केतବେଳେ सनराइज करिवो सनसेट करिवो से पंचांग रे आपण पाइबे। शिव केतବେଳେ बुधोदय बुध अस्त हबो सेटा लिखाई केतବେଳେ आपणकर बृहस्पति उदय हम बृहस्पति अस्त बड़ा लिखाई गला। तो बाकी जो पंचांग बा 5टा जिनस कौन बार तिथि नक्षत्र जोग आउ करण तो प्रथम है तिथि चंद्र को लेकिन हुए 12टा एक्चुअली आमर बिल्कुल कंट्रीब्यूशन बहुत कम। 12 इज कम्प्लीटली बेस्ड ऑन द जूलियन कैलेंडर इटा रोमान मानकर गोटे कंट्रीब्यूशन कौन चली आम 12 रखी तेणु 12 तिथि चंद्र को लेकिन मन रखी था मुस्लिम मानकर कैलेंडरटा कम्प्लीटली चंद्र बेस्ड से रमजान मासर गोटे फिक्स किसी न थाए ए वर्ष ये रंजन है से वर्ष रंजन कहीं गो मसरे मून तार कैलेंडर को लेकिन कले मून वेरिएशन आसो आमर जो लुनी सोलार बा दीटा को नि जाए राष्ट्रीय पंचांग किसी मात्र सेटा को फॉलो करे तो किसी असुविधा नहीं। तो सेठी कौन रहा तिथि अच्छी आज कौ तिथि आज कौ कृष्ण पक्ष द्वादश तिथि लिखाला से चंद्र कौ नक्षत्र अच्छी उत्तर भाद्रपद लिखाला से आज वणिज करण बिष्टि जोग आ 12 है सोमवार सरीगला ये पंचांग सरला बाकी आपणकर सूर्यर पोजिशनटा टिके लिखाई यही दिन ये पंचांग सर ताकू छाड़ी बहुत इलस्ट्रेशन अच्छी कौ नक्षत्र केमती देखिए ये करेंगे जमी गोटे वेस्टर्न एस्ट्रोनॉमिकल रूट्रे बट एतिक सरला आपको छाड़ी आउ कि ना यही नहीं जब आम डेभलप करवा लोकाल पांजी आमर किसी भूल हबार नहीं। सूर्योदय सूर्यास्त सब गोटे सेपरेट टेबुल बाहर राष्ट्रीय पंचांग भी अच्छी बाहर छाड़ी कौ नक्षत्र कौन पोजिशन अलग अलग जिन भी राष्ट्रीय पंचांग अच्छी कि पांजी जो 5टा जिन दरकार ये 5टा जिन रहा जब ये 5टा जिन फिक्स रखिक 5टा करदे ताले लोकल वेरिएशन आसो। लोकल वेरिएशन भी आउ गोटे मत रही ट्रेडिशनल वैष्णव मत स्मार्त मत सेटा बोधे मुझे कही मोर बहुमत मन पड़ूनी तेज से कथा छाड़ती यहाँ राष्ट्रीय पंचांग आप विभिन्न भाषा भी पाइपर ओडिया अच्छी
ଏବଂ ଏଇଟା ଗୋଟେ ପଞ୍ଚାଙ୍ଗ ଯେଉଁଟାକି ଭାରି ଖୁସିର ସହିତ ମାନେ ମୁଁ କହୁଛି ଉର୍ଦ୍ଦୁରେ ବି ବାହାରୁଛି, ସଂସ୍କୃତରେ ବାହାରୁଛି। ଆମେ ଯେଉଁ ଗୋଟେ ହିନ୍ଦୁ ମୁସଲିମକୁ ନେଇକି ଗୋଟେ ଯେଉଁ ଡାଇକୋଟୋମି କ୍ରିଏଟ୍ କରିଦେଇଛନ୍ତି, ଇଜ୍ ମ୍ୟାନ୍ ମେଡ୍ ଓନ୍ଲି, ଗୁଡ୍ ଅର୍ ବ୍ୟାଡ୍ ମୁଁ କହୁନି, ବଟ୍ ମ୍ୟାନ୍ ମେଡ୍। ଆପଣ ଗୋଟେ ସଂସ୍କୃତରେ ଲେଖା ହେଇଥିବା ବହିଟାକୁ ଉର୍ଦ୍ଦୁରେ ପାଇବେନି। ଏ ଜାଗାରେ ସବୁ ଭାବରେ ରାଷ୍ଟ୍ରୀୟ ପଞ୍ଚାଙ୍ଗଟା ମିଳୁଛି, କାରଣ ପଞ୍ଚାଙ୍ଗ ଇଜ୍ ଆନ୍ ଆଷ୍ଟ୍ରୋନୋମିକାଲ୍ ଟ୍ରିଟି। ଏଥିରେ ଲେଖାଯାଇନାହିଁ ଯେ ଆପଣ ଆଜି ଭେଜି ବାଇଗଣ ଖାଇବେ ନାହିଁ, ଆଜି ହଳ ନିଷେଧ, କିଛି ଲେଖାଯାଏ ନାହିଁ। ସେଗୁଡ଼ା ସବୁ ଲୋକାଲ୍ ଗଣକମାନଙ୍କର କାମ, ଲୋକାଲ୍ ପରମ୍ପରା ଦେଖିକି ସେ କରିଛନ୍ତି। ଯଦି ଆଜି ଏଇ ସଂକ୍ରାନ୍ତି ହେଲା, ଆମେ ଏଇଟାରେ ସଂକ୍ରାନ୍ତିଟା ମାନୁଛୁ। ରଜ ସଂକ୍ରାନ୍ତି ଆମେ ମାନୁଛୁ ନା, କ'ଣ ତାକୁ ରାଜସ୍ଥାନର ଲୋକ ମାନିବେ? ତେଣୁ ଆମ ପାଞ୍ଜିରେ ଟିକେ ଭେରିଏସନ୍ ରହିବା ଉଚିତ, ବିକଜ୍ କଲଚରାଲ୍ ଭ୍ୟାଲ୍ୟୁ ସୁଡ୍ ବି ଆଡେଡ୍, ମଷ୍ଟ ବି ନୁହେଁ। ଆପଣ ଯଦି ପାଞ୍ଜିରେ କଲଚରାଲ୍ ଭ୍ୟାଲ୍ୟୁ ନ ବି ଲେଖୁଛନ୍ତି କିଛି ଏ ନାହିଁ, କିନ୍ତୁ ସେଟା ଗୋଟେ ଜେନେରାଲ୍ ଲୋକଙ୍କର ବିଶେଷ ୟୁଜଫୁଲ୍ ହେବନି। ଆପଣ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଦେଖିବେ, ଆପଣଙ୍କୁ ଗୋଟେ ସାଇଣ୍ଟିଫିକ୍ ରିପୋର୍ଟ ଭଳିଆ ଲାଗିବ, କିନ୍ତୁ ଦୁଃଖର ବିଷୟ ଆପଣ ଦେଖୁନାହାନ୍ତି। କିଛି ନହେଲେ ଆପଣ ତିଥିଟା ତ ଭୁଲ ହେବନି। ତିଥି ରଜ ସଂକ୍ରାନ୍ତି କେଉଁ ଦିନ ଜାଣିପାରିବେ ତ ଆପଣ, ତ ଦୁଇ ମତ କାହିଁ ହେବ? ତେଣୁ ଆପଣ କୃପୟା ବା ଦୟାକରି ରାଷ୍ଟ୍ରୀୟ ପଞ୍ଚାଙ୍ଗଟାକୁ ଡାଉନଲୋଡ଼୍ କରି ଫ୍ରିରେ ବି ମିଳୁଛି। ଲୋକମାନେ ତ ଆଜିକା ଡେଟ୍ରେ କହିବାକୁ ଦୁଃଖ ବି ଲାଗୁଛି, ହଜାର ହଜାର ଟଙ୍କା ବରଂ ବିଭିନ୍ନ ଆଡ଼େ ଉଡ଼େଇ ଦେବେ, କିନ୍ତୁ ବହି ଗୋଟେ କିଣିବାକୁ କହିଲେ ସେମାନେ କିଣିବେ ନାହିଁ। ଯେଉଁଥିପାଇଁ ମୁଁ ମୋ ନିଜ ବହି ଉପରେ ବି ରୟାଲ୍ଟି ନେଲି ନାହିଁ, ଯେଉଁଥିପାଇଁ କି ଯେଉଁ ବହିଟା ଆଜିକା ଡେଟ୍ରେ 500 ଟଙ୍କା ହେବା କଥା 200 ଟଙ୍କାରେ ମୁଁ ବିକୁଛି। ମୁଁ ରୟାଲ୍ଟି ନେଇନି, ପବ୍ଲିସର ପଇସା ପାଉଛି, କାରଣ ମୁଁ ଜାଣିଛି ପିପୁଲ୍ ୱିଲ୍ ନଟ୍ ସ୍ପେଣ୍ଡ ଅନ୍ ବୁକ୍ସ। ସ୍ପେଣ୍ଡ ମାନେ ଏଠି ମୁଁ ଦୁଇଟା କହୁଛି ନା, ଟାଇମ୍ ସ୍ପେଣ୍ଡ କରିବେ ନା ମନି। ଯେଉଁମାନେ କରୁଛନ୍ତି ସେମାନଙ୍କ ରିସର୍ଚ୍ଚ ଆବିଲିଟି ବହୁତ ଭଲ ଅଛି। ତେବେ ଏଇଟା ହେଲା ରାଷ୍ଟ୍ରୀୟ ପଞ୍ଚାଙ୍ଗ। କ୍ଷମା କରିବେ, ଆପଣମାନେ ଶୁଣିବା ପାଇଁ ଟିକେ ଭଲ ଲାଗିବ ବୋଲି ମଝିରେ ମଝିରେ ଟିକେ ଟିକେ ଜେନେରାଲ ଫିଲୋସଫିକାଲ ଷ୍ଟେଟମେଣ୍ଟ ଦେଇ ଦେଉଛି। ପଞ୍ଚାଙ୍ଗ ପୂର୍ବରୁ ଆଉ ଗୋଟେ ଏମିତି କନଫ୍ଲିକ୍ଟ ଆସିଥିଲା ଆଗରୁ, ସେଟା ହେଲା ଅୟନାଂଶ। ଅୟନାଂଶଟାକୁ ମୁଁ ଯଦି ଆପଣଙ୍କୁ ବିନା ପିକ୍ଚରରେ ବୁଝେଇବି ଆପଣ ବୁଝିପାରିବେ ନାହିଁ। ତେବେ ସେଇଟା ଗୋଟେ ଏମିତି କ୍ୟାଲକୁଲେସନ୍ ଯେ ଆମେ ପୃଥିବୀରୁ ଠିଆ ହେଇକି ଯେତେବେଳେ ଗୋଟେ ଜିନିଷଟାକୁ ଦେଖୁଛନ୍ତି ବା ସେଠୁ ଠିଆ ହେଇକି ପୃଥିବୀକୁ ଦେଖୁଛନ୍ତି, ସୋ ଡିଗ୍ରୀ ଭିତରେ ଯେଉଁ ଡିଫରେନ୍ସ ଆସୁଛି ସେଟାକୁ ଆଡ଼ଜଷ୍ଟ କରିବା ପାଇଁ ଆପଣ ଆଙ୍ଗଲ ଗୁଡ଼ା, ଆଉ ଆଙ୍ଗଲ ଭିତରେ ଯେଉଁ ଡିଫରେନ୍ସ ଅଛି ତାକୁ ଆଡ଼ଜଷ୍ଟ କରିବା ପାଇଁ ଯେଉଁଟା ହୁଏ ସେଇଟା ହେଲା ଅୟନ ଅଂଶ। ବିଭିନ୍ନ ଲୋକ ସେଟାକୁ ବାହାର କରିଥିଲେ, ରମଣ ବାହାର କରିଥିଲେ। ତ ଯେଉଁଠି ଅୟନାଂଶ ଆସିଗଲା ସେଠି ଗ୍ରହ ଗୁଡ଼ାକରେ ଡିଗ୍ରୀରେ ଟିକେ ଏପଟ ସେପଟ ପଳେଇ ଆସିବ। ତେଣୁ ରମଣ ପଞ୍ଚାଙ୍ଗ ଫଲୋ କରିକି ଯଦି ଆପଣ ପାଞ୍ଜି କରୁଛନ୍ତି, ତାକୁ ନେଇକି ଯଦି ଗ୍ରହ ସ୍ଥିତି ପ୍ଲେସ୍ କରୁଛନ୍ତି, ଯେଉଁଟା ଗୁରୁବର KN ରାୟ କହୁଥିଲେ ଯେ ରମଣଙ୍କର ବହି ଗୁଡ଼ା ଟେକ୍ସଟ ବହି ପାଇଁ ପଢ଼ନ୍ତୁ, କିନ୍ତୁ ଚାର୍ଟ ଆନାଲିସିସ୍ଟା ପଢ଼ନ୍ତୁନି, କାରଣ ସେ ରମଣ ଅୟନାଂଶ ଲଗେଇଛନ୍ତି। ରମଣ ଅୟନାଂଶ ଲାଗିଲା ମାନେ ଆପଣ ଦେଖିବେ ରମଣ ଅୟନାଂଶରେ ଯେଉଁ ଯେଉଁ ଡିଗ୍ରୀରେ ଗ୍ରହ ଥିବେ ସେଟା ଲାହାରୀ ଅୟନାଂଶରେ ଅଲମୋଷ୍ଟ ଅଲଗା ହେଇଯିବ। ଅଲମୋଷ୍ଟ ମାନେ ଗୋଟେ ଗୋଟେ ଘର ବଦଳିଯିବ ଏଥିରେ, ଡିଗ୍ରୀ ତ ଛାଡ଼ନ୍ତୁ। ଘର ମାନେ ଏଠି ମୁଁ ହାଉସେସ୍ ଅଫ୍ ଦି ହରୋସ୍କୋପ୍ କହୁଛି। ସେଇଭଳିଆ ଅୟନାଂଶଟାକୁ ଷ୍ଟାଣ୍ଡାର୍ଡାଇଜ୍ କରିଦେଲେ ନେହେରୁ ଏରା ସମୟରେ ଲାହିରୀଙ୍କି ନେଇକି। NC ଲାହିରୀ, ବହୁତ ଲୋକ ତାଙ୍କ ପୁରା ନାଁ ଜାଣିନଥିବେ, ନିର୍ମଳ ଚନ୍ଦ୍ର ଲାହିରୀ। ନିର୍ମଳ ଚନ୍ଦ୍ର ଲାହିରୀ ଜଣେ ବେଙ୍ଗଲୀ ଲୋକ, ଜଣେ ବେଙ୍ଗଲୀ ମ୍ୟାଥମେଟିସିଆନ୍। କୁହାଯାଏ ଯେ ତାଙ୍କର ନେହେରୁଙ୍କ ସହିତ ଭଲ ଥିଲା। ଇନଫ୍ୟାକ୍ଟ ବେଙ୍ଗଲୀମାନଙ୍କର ବହୁତ ଲୋକଙ୍କ ସହିତ ଭଲ ଥିଲା। ଖରାପ ଭଲ ମୁଁ କିଛି କହୁନି। ବ୍ରିଟିଶର୍ସ ମାନଙ୍କ ସହିତ ଭଲ ଥିଲା, ଯେଉଁଥିପାଇଁ ସେ ବ୍ରିଟିଶଙ୍କ ଏଗେନ୍ଷ୍ଟରେ କିଛି ଆନ୍ଦୋଳନ କଲେ ନାହିଁ। ଆମେ କଲେ, ସେମାନେ ଆନ୍ଦୋଳନ କଲେ ନାହିଁ ବୋଲି ଆଜି ପ୍ରେସିଡେନ୍ସି କଲେଜ, ସେ ୱେଲିଂଟନ, ବ୍ରିଟିଶ ପୁରୁଣା ପୁରୁଣା ବିଲ୍ଡିଂ ସବୁ, ଟ୍ରାମ୍ ଫ୍ରାମ୍ ସବୁ ତାଙ୍କର ଡେଭଲପ୍ ହେଇଗଲା, ସେମାନେ ୱେଲକମ୍ କରି ନେଇଗଲେ। ତେବେ ସେ ଛାଡ଼ନ୍ତୁ, ଭଲ ଥିଲା ବୋଲି ଲାହାରୀ ଅୟନାଂଶଟାକୁ ଆକ୍ସେପ୍ଟ କରିଦିଆ ବୋଲି କହନ୍ତି। ଇଭେନ୍ ଗାୟତ୍ରୀ ଦେବୀ ବାସୁଦେବ ନିଜେ, ମୋତେ ଲାଗୁଛି ବୋଧେ ଗତ ଇସ୍ୟୁ ମଡର୍ଣ୍ଣ ଆଷ୍ଟ୍ରୋଲୋଜିରେ ଲେଖିଛନ୍ତି। ସେ ଯାହା ବି ହଉନା କାହିଁକି କ'ଣ ଭଲ ହେଲା। ଆଜିକା ଡେଟ୍ରେ ମୁଁ ତ ଆକ୍ଚୁଆଲି ଅୟନାଂଶକୁ ନେଇକି କନଫ୍ୟୁଜ୍ ନୁହେଁ, ମୁଁ ଲାହାରୀ ଅୟନାଂଶ ୟୁଜ୍ କରୁଛି ଗୋଟେ ନାଟାଲ ହରୋସ୍କୋପି ପାଇଁ। କିଛି କିଛି ଜାଗାରେ ଆମେ ସୂର୍ଯ୍ୟ ସିଦ୍ଧାନ୍ତ ଅୟନାଂଶ ନେଉ, ସେଟା ଟେକ୍ନିକାଲ ଭିତରକୁ ପସନ୍ଦ କରୁନି।
ଅୟନାଂଶଟା ଫିକ୍ସ ହେଇଗଲା, ନହେଲେ ଆଜିକା ଡେଟ୍ରେ ଆମେ ଅୟନାଂଶକୁ ନେଇକି ବାଡ଼ିଆ ପିଟା ହେଉଥାନ୍ତେ। ସେଇଭଳିଆ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ ବି ରାଷ୍ଟ୍ରୀୟ ପଞ୍ଚାଙ୍ଗ ଫିକ୍ସ କରିବା ପାଇଁ ଅନେଇକି ବସିଛି, ପବ୍ଲିଶ କରୁଛି, ଆମେ ମାନୁନୁ। ତ ଯେଉଁମାନେ ଏଟାକୁ ବନଉଛନ୍ତି ଷ୍ଟେଟ୍ ଲେବୁଲରେ ସେମାନଙ୍କୁ କୁହାଯାଏ ଗଣକ, ଯେଉଁମାନଙ୍କୁ କି ଆଷ୍ଟ୍ରୋନୋମିକାଲ ନଲେଜ ଥିବା ନିତ୍ୟାନ୍ତ ଆବଶ୍ୟକ। ଆଷ୍ଟ୍ରୋନୋମି ପଢ଼ିଥିଲେ ଭଲ, ଆଷ୍ଟ୍ରୋନୋମି ତ ପଢ଼ାଯାଉନି ଗ୍ରାଜୁଏସନ୍ ଲେବୁଲରେ, କିଛି କିଛି ଇନଷ୍ଟିଚ୍ୟୁଟ୍ରେ ଇଭିନ୍ ପୋଷ୍ଟ ଗ୍ରାଜୁଏସନ୍ ବି ନାହିଁ। ତ ଏଇଟା ଗୋଟେ ଆପଣଙ୍କର ଫିଜିକ୍ସ ଆଷ୍ଟ୍ରୋଫିଜିକ୍ସ ପଢ଼ିଥିଲେ ବେଟର। ଏଟା ଜ୍ୟୋତିଷର ବିଦ୍ୟା ନୁହେଁ। ସେଥିରେ ଯେଉଁ ଏଇଗୁଡ଼ା ଅଛି ଯେ ପାଣିପାଗ ଆପଣଙ୍କର ଏଇ ବର୍ଷ ବାତ୍ୟା ହେବ, ବନ୍ୟା ହେବ, ଏଇ ଜିନିଷ ଗୁଡ଼ା ହେଲା ସବୁ ମୈଦୁନ ଜ୍ୟୋତିଷ। ତ ପାଞ୍ଜିଟା ଆଜିକା ଡେଟ୍ରେ ଆଷ୍ଟ୍ରୋନୋମିକାଲ ଆଷ୍ଟ୍ରୋଲୋଜିକାଲ ହେଇଯାଉଛି କେଉଁଟା ଲୋକାଲ, ପିଏସ୍ସିର ନୁହେଁ, ପୋଜିସନାଲ ଆଷ୍ଟ୍ରୋନୋମିକାଲ ସେଣ୍ଟର ଯେଉଁଟା କାଢ଼ୁଛି ତାର ହେଉନି। ରାଷ୍ଟ୍ରୀୟ ପଞ୍ଚାଙ୍ଗରେ ସେମିତି କିଛି ଲେଖାଯାଏନି। ସେମାନଙ୍କର IMD ଡିପାର୍ଟମେଣ୍ଟ ଅଣ୍ଡରରେ ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ସେଟା କାଢ଼ୁଛି, କିନ୍ତୁ ସେମାନେ ତ କେମିତି ଗୋଟେ ନ୍ୟାଚୁରାଲ କାଲାମିଟି ପ୍ରେଡିକ୍ସନ୍ କରିବେ, ଦେ ଆର୍ ୟୁଜିଂ ସାଇନ୍ସ। ସେମାନେ ଏଥିରେ ଜ୍ୟୋତିଷ ବିଦ୍ୟା ପୁରଉନାହାନ୍ତି, କିନ୍ତୁ ଏ 5ଟା ଜିନିଷକୁ ମାନୁଛନ୍ତି। ତିଥି ଅଛି, ଯୋଗ ଅଛି, କରଣ ଅଛି, ବାର ଅଛି, ଆଉ ନକ୍ଷତ୍ର ଅଛି। ଆପଣ କିଛି କନଫ୍ୟୁଜ୍ ହେବେନି, ସିଧା ୱେବସାଇଟ୍କୁ ଯିବେ, ଡାଉନଲୋଡ୍ କରିବେ, ବାସ୍ ଦେଖିବେ। ମୋତେ ଲାଗୁନି ଇଂଲିଶ ଲୋକ ବୁଝିପାରୁନଥିବେ, ଇଂଲିଶ ତ ରିସେଣ୍ଟ ଗୁଡ଼ା ବି ମିଳୁଛି, ଟ୍ରାନ୍ସଲେଟେଡ୍ ଗୁଡ଼ା ଆପଣଙ୍କର ହୁଏତ ରିସେଣ୍ଟ ପାଞ୍ଜି ନ ମିଳିବ, ଯଦିଓ ପାଞ୍ଜିର ତ ରିସେଣ୍ଟ ଅଲୱେଜ୍ ଦରକାର, ଓଲ୍ଡ ପାଞ୍ଜିର ଭ୍ୟାଲ୍ୟୁ ନଥାଏ। ତେଣୁ ଇଏ ହେଲା ରାଷ୍ଟ୍ରୀୟ ପଞ୍ଚାଙ୍ଗ, ଯାହାର ଉଦ୍ଦେଶ୍ୟ ହେଲା ଯେ ସ୍ଥାନୀୟର ପାଞ୍ଜିର ଯେଉଁ ମତାମତ ଅଲଗା ରହିଛି ସେଇଟାକୁ ସେ ୟୁନିଫାଏ କରିବ। କିନ୍ତୁ ଆମେ ତାକୁ ଫଲୋ କରୁନାହାନ୍ତି। ନ କରନ୍ତୁ, ଯଦି ଆପଣ ଆଜିକା ଡେଟ୍ରେ ଗଭର୍ଣ୍ଣମେଣ୍ଟରେ କିଛି ଗୋଟେ କେଉଁଠି ଗୋଟେ ଅଫିସିଆଲି କିଛି ଜିନିଷ କହୁଛନ୍ତି, ମୋ ମତରେ ଆପଣ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଫଲୋ କରିବା ଉଚିତ। ନ୍ୟାସନାଲ ଲେବୁଲରେ ମୁଁ ଯେହେତୁ ନର୍ମାଲି ନ୍ୟାସନାଲ ଲେବୁଲରେ ପ୍ରେଜେଣ୍ଟ କରେ, ସେଠି ଯାଏଁ କହେ, ତ ସେଠି ମୁଁ ତ ଲୋକାଲ କୋହିନୂର ପାଞ୍ଜି ଲୋକ ଜାଣିନାହାନ୍ତି, ହରିରତ୍ନ ପଞ୍ଜିକା ଲୋକ ଜାଣିନାହାନ୍ତି, ହେମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଲୋକ ଜାଣିନାହାନ୍ତି। ତେଣୁ ମୋତେ ରାଷ୍ଟ୍ରୀୟ ପଞ୍ଚାଙ୍ଗକୁ ହିଁ, ସେମିତି ଆଉ ଗୋଟେ ନ୍ୟାସନାଲ ଲେବୁଲରେ ଭଲ ପଞ୍ଚାଙ୍ଗ ଯେ ବିଶ୍ୱବିଜୟ ପଞ୍ଚାଙ୍ଗ, ହରଦେବ ସିଂ ତ୍ରିବେଦୀ, ଯିଏକି ପ୍ରଥମେ ବୋଧେ ଫାଇନାନ୍ସିଆଲ ଆଷ୍ଟ୍ରୋଲୋଜି ଉପରେ ବହି ଲେଖିଥିଲେ, ବ୍ୟାପାର ରତ୍ନ, ସିଏ ଲେଖିଛନ୍ତି। ତ ସେଟା ବି ରାଷ୍ଟ୍ରୀୟ ପଞ୍ଚାଙ୍ଗକୁ ଫଲୋ କରାଯାଉଛି। ତେଣୁ ରାଷ୍ଟ୍ରୀୟ ପଞ୍ଚାଙ୍ଗର ଉଦ୍ଦେଶ୍ୟ ସେଇଆ। ଆପଣ ଯଦି ଲୋକାଲକୁ ନେଇ କିଛି ଭ୍ୟାରିଏସନ୍ ଅସୁବିଧା ହେଉଛି, ରାଷ୍ଟ୍ରୀୟ ପଞ୍ଚାଙ୍ଗ ଫଲୋ କରିପାରନ୍ତି। ଏଥିରେ ଏଇ ଜିନିଷ ହିଁ ଅଛି, ଆପଣ ଏଇ ୱେବସାଇଟ୍ରୁ ପାଇବେ। ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆକୁ ପବ୍ଲିଶ କରୁଛି। ସ୍ପେସିଫିକ୍ ୟୁନିଟ୍ ଯେଉଁଟାକୁ ଦିଆହେଇଛି ହେଲା ପ୍ୟାକ୍, ପୋଜିସନାଲ ଆଷ୍ଟ୍ରୋନୋମି ସେଣ୍ଟର। ତେଣୁ ପାଞ୍ଜିର ମତାମତ ଭ୍ୟାରିର, ଆଉ ସେମିତି କିଛି ବିଶେଷ ଅସୁବିଧା ନାହିଁ। ତାକୁ ନେଇକି ଆପଣମାନେ ଗୋଟେ ଜେନେରାଲ ହଇରାଣ ହେଉଛନ୍ତି। ଜ୍ୟୋତିରେ ଯେଉଁ ଗଣକ ଅଛନ୍ତି ସେମାନଙ୍କୁ ମୋର ଅନୁରୋଧ, ଏସବୁ ଫଡ଼ଙ୍ଗ ଛାଡ଼ି ଆପଣ ଆଟଲିଷ୍ଟ ଯେଉଁ ସେଗୁଡ଼ା ଆଉ ଚେଞ୍ଜଚାଞ୍ଜ କରିବା ଉଚିତ ନୁହେଁ। ସେଠି ହେଲେ ସନରାଇଜ୍ ଦିଲ୍ଲୀରେ ବାହାରିଲା ବେଳକୁ ଏଠି ଆମର ପୁରୀଠାରେ ସୂର୍ଯ୍ୟୋଦୟ, ସେ ଅଲଗା ହେଇଗଲା ସବୁଠୁ। ଯଦିଓ ମୁଁ ଏଟା ବି ମନା କରୁନି ଯେ ଲୋକାଲ କଲଚରର ଯେଉଁ ଗ୍ଲିମ୍ସେସଟା ସେଇଟା ପାଞ୍ଜିରେ ରହିଲେ ଆଉ ଟିକେ ବେଟର, ସବୁ ଲୋକ ଜାଣିପାରିବେ। କିନ୍ତୁ କାଲକୁଲେସନ୍ସଟା ରାଷ୍ଟ୍ରୀୟ ପଞ୍ଚାଙ୍ଗ ଅନୁସାରେ ହେବା ଆବଶ୍ୟକ, ତାହେଲେ ଆଉ ଭ୍ୟାରିଏସନ୍ ରହିବ ନାହିଁ। ହଉ, ଆଜି ପାଇଁ ଏତିକି। ଆଶା କରେ ଶୁଣିଲା ପରେ ଆପଣ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଡାଉନଲୋଡ୍ କରିବେ, ଦେଖିବେ, ଫଲୋ କରିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ଲାଇକ୍ କରିବେ, ଯଦି ଖରାପ ଲାଗିଲା ଡିସଲାଇକ୍ କରିବେ, କିନ୍ତୁ ଦୟାକରି ଟିକେ ସେୟାର କରିଦେବେ। ତଦ୍ୱାରା ଭିଡ଼ିଓଟା ବହୁତ ଲୋକ ଶୁଣିପାରିବେ ମୁଁ କ'ଣ କହିବାକୁ ଚାହୁଁଛି। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ଆଉ ଗୋଟେ ଭିଡ଼ିଓ ନେଇ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।